ଆଜି ସ୍ୱାଧୀନତା ଦିବସ। ସମ୍ମାନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ମଞ୍ଚାସୀନ ଅତିଥି ବୃନ୍ଦ, ସହପାଠୀ ଗଣବୃନ୍ଦ, ମୋର ସାନ ବଡ଼ ଭାଇ ଭଉଣୀମାନେ, ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସ ବିଷୟରେ ମୋତେ କିଛି କହିବାକୁ ଅନୁମତି ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆଜି ହେଉଛି 79ତମ ସ୍ୱାଧୀନତା ଦିବସ। ଦୀର୍ଘ 200 ବର୍ଷ ଧରି ଆମ ଦେଶକୁ ଶାସନ କରୁଥିବା ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରଶଂସା ଯେତେ କଲେ ବି ଅତ୍ୟୁକ୍ତି ହେବ ନାହିଁ। ସେଥିମଧ୍ୟରୁ ଜାତିର ପିତା ମହାତ୍ମା ଗାନ୍ଧୀ ବା ସୁଭାଷ ଚନ୍ଦ୍ର ବୋଷ, ରାଣୀ ଲକ୍ଷ୍ମୀବାଇ ଏମିତି ବହୁ ବୀର ମାନଙ୍କର ଅବଦାନ ରହିଛି। ଭାରତକୁ ସ୍ୱାଧୀନ କରିବାରେ ଏହି ବୀର ମାନଙ୍କର ଦୃଢ଼ ମନୋବଳ ଏବଂ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଆଗରେ 1947 ମସିହା ଅଗଷ୍ଟ 14 ତାରିଖ ମଧ୍ୟରାତ୍ରିରେ ଦେଶ ସ୍ୱାଧୀନତା ଲାଭ କରିଥିଲା। 3 ରଙ୍ଗର ଜାତୀୟ ପତାକା ନୀଳ ଆକାଶରେ ରୋମାଞ୍ଚ ସୃଷ୍ଟି ହେଲା। ସେହି ଦିନ ଠାରୁ ପ୍ରତିବର୍ଷ ଅଗଷ୍ଟ 15 ତାରିଖ ସ୍ୱାଧୀନତା ଦିବସ ରୂପେ ପାଳନ କରିଆସୁଛୁ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।